हेलो स्टूडेंट वेलकम बैक टू एसएम स्टडी लवर यूट्यूब चैनल। आज आम आलोचना करवा +3 5th सेमिस्टर ओडिया ऑनर्स कोर पेपर 12 रो यूनिट 2 पर। पूर्वर आम तुम यूनिट 2 रो 1 मार्क क्वेश्चन उपर आलोचना कर सारीचे। आज आम तुम 2 मार्क क्वेश्चन आंसर उपर आलोचना करवा। तो चलो देरी नक वीडियोटी को स्टार्ट करवा। लोकगीतरे थिबा उपमा रूपक और प्रतीकात्मकर उदाहरण प्रदान कर। टुप टुप पानी कांथ को छाटे, टुप टुप कथा कलिजा काटे। पट्टा को पट्टा लागिछि, एकणा पट्टारे मल्ली शोइछि, गहम निद लागिछि। स्वर्गरु पड़िला टेकाटिए, ता मुंडे टोपीटाए। नारी मनस्वतर हताशा भाव को किपरि लोकगीतरे प्रकाश पाइछि। पाचिला आंब पणस, वृथा हेला मोर जुवा बयस, धन रहिले विदेश। नारी जीवनर सर्वकालीन सत्य को प्रकाश कला बेले लोकगीतरे कहिछि। खंटिया घर भेंडिया बर, हस मडुथाए कर कर, पक्का घर बुढ़ा बर, लुह बहुथाए झर झर। ओडिया लोकगीतरे आलंकारिकतार छटा किपरि देखा देइछि उदाहरण प्रदान कर। छुआ काखा पटिया काखा, पड़ी जाऊ तो जातरा देखा। गोरु हत्या ब्रह्म हत्या, तीर्थ गले जीव, स्त्री हत्या महापाप, कंदु न छाड़िब। ओडिया लोकगीतरे थिबा कांदणा गीतर कारुण्य चित्रण कर। बापा जाउथिले मोटा माळकू, मालो मोरो, धरी आनिथिले ए बुढ़ा बरकू, मालो मोरो। पुची गीत लोक साहित्य किपरि प्रतिफलित। ठिया पुची नारंग, गोड़ दीटा सारंग, सारंग बाड़ीकी जाइथिली, नारंग दीपुंजा आनिथिली। वृद्धिमूलक गीत सबू कौन रही। ना दिया, वृद्धि परीक्षा बा प्रश्नोत्तर आदि को वृद्धिमूलक गीत भावे ग्रहण कर जाई थाए। नारी माने की गीत गान करती। दोली गीत, कांदणा गीत, पुचिखेल गीत, शिशु गीत को नारी माने गान करिथांती। कर्ममूलक गीत गुड़िक कौन? कृषक गीत, सगड़िया गीत, डाक गीत, मईशियाल गीत, नाउरिया गीत, चकुलिया पंडा गीत इत्यादि। ग्राम्य गीत काहाकू कुहाजे? आलोचक चक्रधर महापात्र कहती, जो कविता मान एबे मुखी मुखी रही आसीछि, केबे हेले ग्रंथ भावरे परिचित हेबार सुजोग लाभ करी नाही, बा कोनोसी व्यक्ति द्वारा केउ अज्ञात कोणरे सृष्टि लाभ करी तार विचक्षण महकरे से जन समाजर कोणे कोणे प्रचारित होई सार्वजनीन होई पारिछि, सेहि माननकु ही ग्राम्य गीत बोली अभिहित करा जाई थाए। लोकगीत काहाकू कुहाजाए? लोकगीत जीवनर अस्त्यथक विश्वास और कल्पनार रूप। ताहा वैराग्यर संगीत नुहे, आसक्त संसारीर। एथिरे दुख अछि, दैन अछि, व्याथा वेदनार अनुभव से गीतर भाव पंजर निर्माण करिथाए। लोकगीत गुड़िकरे मनीष
ଜୀବନରେ କେବଳ ସୁଖମୟ ଦିନଗୁଡ଼ିକ ରୂପାୟିତ ନୁହେଁ, ତା ସହିତ ତା'ର ସଂଘର୍ଷ ମୁଖର ଜୀବନ ଓ ଦୁଃଖ ବିଷାଦ ଭରା କ୍ଳାନ୍ତିକର ବାସ୍ତବ ଜୀବନ ମଧ୍ୟ ଦ୍ୟୋତିତ ହୋଇଥାଏ। ବିଷୟବସ୍ତୁ ଦିଗରୁ ଲୋକଗୀତକୁ କେତେ ଭାଗରେ ବିଭକ୍ତ କରାଯାଇପାରେ। ବିଷୟବସ୍ତୁ ଦୃଷ୍ଟିରୁ କର୍ମମୂଳକ ଅନ୍ୟାନ୍ୟ ଯଥା ଗାଥା, ଗୀତିକା, ସମର ବୋଲି, ଝଡ଼ା ଫୁଙ୍କା ଆଦିକୁ ଗ୍ରହଣ କରାଯାଇପାରେ। ଭାବ ଦୃଷ୍ଟିରୁ ଉପରୋକ୍ତ ଗୀତିକା ଗୁଡ଼ିକ ମୁଖ୍ୟତଃ ପ୍ରେମମୂଳକ, ଜୀବନ ସମ୍ପର୍କୀୟ, ଆଧି ଭୌତିକ ସମ୍ପର୍କୀୟ, ଐତିହାସିକ, ସମ୍ବେଦନାମୂଳକ ଓ ମନସ୍ତତ୍ତ୍ୱମୂଳକ ଭାବରେ ବିଭାଗୀକରଣ କରାଯାଏ। ସମର ବୋଲି ସମ୍ପର୍କରେ ଯାହା ଜାଣ ଲେଖ। ଅତୀତରେ ଓଡ଼ିଆମାନେ ଏକ ବୀର ଓ ଯୁଦ୍ଧପ୍ରିୟ ଜାତି ଭାବରେ ଭାରତରେ ବିଖ୍ୟାତ ଥିଲେ। ସେମାନେ ଯୁଦ୍ଧକୁ ଯିବା ସମୟରେ ବିଭିନ୍ନ ପ୍ରକାର ସମର ଗୀତିମାନ ଗାନ କରାଯାଇ ସେମାନଙ୍କୁ ଉତ୍ସାହ ପ୍ରଦାନ କରାଯାଉଥିଲା। ଏହି ସମର ବୋଲିରେ ପାଇକମାନଙ୍କର ବେଶ ଭୂଷା, ହତିଆରମାନଙ୍କର ଜନ୍ମକଥା, ଖଣ୍ଡା ରହସ୍ୟ, ନଳିଜନ୍ମ, ଖଣ୍ଡା ଉଲ୍ଲାସିକା, ପାଇକ ଆଗୁଳି, ଫିଟାଣ, କ୍ଷତିବଚନ, ଯୁଦ୍ଧ, ବାଡ଼ି, କ୍ଷେତ୍ର ଆଦି ସମ୍ପର୍କରେ ଗୀତମାନ ସ୍ଥାନ ପାଇଥିଲା। ମଙ୍ଗଳ ବୋଲି ପ୍ରସଙ୍ଗରେ ଯାହା ଜାଣ ଲେଖ। ସମାଜର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଉପଲକ୍ଷେ ଗାନ କରାଯାଉଥିବା ଗୀତମାନଙ୍କୁ ମଙ୍ଗଳ ବୋଲି ନାମରେ ନାମିତ କରାଯାଇଥାଏ। ପୁତ୍ର ଜନ୍ମ ସମୟରେ ପାଳନ କରାଯାଉଥିବା ବିଧିବିଧାନମାନଙ୍କର ସୂଚନା ଏଥିରେ ରହିଛି। ଶିଶୁ ଜନ୍ମ ପରେ ନାଭିକଟା, ଷଠିଘର, ଉଠିଆରି, ମଙ୍ଗଳା ରୋପଣ, ବ୍ରତ, କୋଇଲିବୁଡ଼, ଶିକ୍ଷା, ବିବାହ ଆଦି କ୍ଷେତ୍ରରେ ଏହି ମଙ୍ଗଳ ଗୀତ ଗାନ କରାଯାଇଥାଏ। ବିବାହ ସମୟରେ ଜାତକ ଦେଖା, ଅନୁକୂଳ, ବେଦୀ ନିର୍ମାଣ, ହାଣ୍ଡି ମଙ୍ଗୁଳା, ତେଲାଉଣି ବସା, ଚୁଡ଼ି ଲାଗି, ବାଟ ବରଣ, ବର ବନ୍ଦାପନା, କୌତୁକ ସୂତ୍ର ବନ୍ଧନ, ଲାବଣ ଚଉରି, ଗନ୍ଧକ୍ଷଣ ହସ୍ତଗ୍ରନ୍ଥି, ଲୋମ ପଞ୍ଜୁଗ୍ରାସୀ, କନ୍ୟା ଦେଖା, ଚତୁର୍ଥୀ, ଚନ୍ଦ୍ର ବନ୍ଦାପନା ଆଦି କରାଯାଇଥାଏ। ଏହି ସମୟରେ ଶୁଭ ଗୀତମାନ ଗାନ କରାଯାଇଥାଏ। ପୁଚି ଖେଳ ଗୀତ। ଗ୍ରାମର ଝିଅମାନେ କୌଣସି ପୁଣ୍ୟ ପର୍ବର ଶେଷ ଦିବସରେ ପ୍ରତିଯୋଗିତା ପୂର୍ବକ ପୁଚି ଖେଳ ଖେଳିଥାନ୍ତି। ବିଶେଷ ଭାବରେ ଖୁଦୁରୁକୁଣୀ ଓଷାର ଶେଷ ପାଳିରେ ଝିଅମାନଙ୍କ ମଧ୍ୟରେ ପୁଚି ଖେଳ ପାଇଁ ତୀବ୍ର ପ୍ରତିଯୋଗିତା ହୋଇଥାଏ। ଏହି ଖେଳ କେବଳ ଶରୀର ଗଠନରେ ସାହାଯ୍ୟ କରିନଥାଏ, ମାନସିକ ଶାନ୍ତି ଆଣିବା କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି। ପରସ୍ପର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ପରାୟଣ ମନୋଭାବର ଉଦ୍ରେକରେ ଏହା ସାହାଯ୍ୟ କରିଥାଏ। ଏହି ଖେଳରେ ଜଣେ ଅନ୍ୟ ଜଣକୁ ଟପିଯିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଥାଏ। ଶିଶୁଗୀତ କାହାକୁ କୁହାଯାଏ? ଶିଶୁଗୀତକୁ ଇଂରାଜୀରେ ନର୍ସରୀ ରାଇମ୍ ବୋଲି କୁହାଯାଏ। ଶିଶୁକୁ ସ୍ନେହ ଓ ମମତା ଦେଇ ଯତ୍ନର ସହିତ ପାଳନ କରିବା ଦାୟିତ୍ୱ ପିତାମାତାଙ୍କର। ମାଆମାନେ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଶିଶୁକୁ ହଳଦୀ ଲଗାଇବା ସମୟରେ, ଗାଧେଇ ଦେବା ସମୟରେ,
ଶୁଆଇବା ସମୟରେ, ବୁଲାଇବା ସମୟରେ ଏବଂ ଖୁଆଇବା ସମୟରେ ବିଭିନ୍ନ ଗୀତ ଗାଇଥାନ୍ତି। ଏହି ଗୀତର ମଧୁରତାରେ ପିଲାମାନେ କେବଳ ଆକୃଷ୍ଟ ହୋଇନଥାନ୍ତି, ଏହା ମଧ୍ୟରେ ଅନେକ ଶିକ୍ଷଣୀୟ ବିଷୟ ସ୍ଥାନ ପାଇଥାଏ। ଉଦାହରଣ ସ୍ୱରୂପ, ଝୁଲରେ ହାତୀ ଝୁଲ, ବା ପାଣି ଖାଇ ଫୁଲ। କାନ୍ଦଣା ଗୀତ କହିଲେ କ'ଣ ବୁଝାଯାଏ? ଝିଅ ବିବାହ ହୋଇଯିବା ସମୟରେ ପିତାମାତା ଓ ଜ୍ଞାତି କୁଟୁମ୍ବମାନେ କାନ୍ଦିଥାନ୍ତି। ସେ କାନ୍ଦିବା ସମୟରେ ବିଭିନ୍ନ ଅଭିଯୋଗ ବାଡ଼ି ବସିଥାନ୍ତି। କୌଣସି ନିର୍ଦ୍ଦିଷ୍ଟ କାରଣ ନଥିଲେ ସେ ବି କାନ୍ଦେ। ଝିଅ ବିଭା ହୋଇ ବାପଘରୁ ଶାଶୁଘରକୁ ଯିବା ସମୟରେ କାନ୍ଦିବାଟା ଏକ ସାମାଜିକ ପ୍ରଥା। ଏହି କାନ୍ଦଣାଟି ଶୁଣିଲେ ପଥର ବି ତରଳିଯାଏ। ଏକ ଶୋକାବେଗ ସମଗ୍ର ହୃଦୟକୁ ଆବାରିଯାଏ। ସେହି କରୁଣ ପରିବେଶ କିଛି ସମୟ ପାଇଁ ହେଲେ ବି ସମଗ୍ର ପରିବେଶକୁ ଶୋକାର୍ତ୍ତ କରି ଦେଇଥାଏ।